প্রণাম ঠাকুরে, প্রণাম ঠাকুরে মা। আমার দেখিল ভাই বিরাট দিবসে আশ্রমে এসেছি ସମସ୍ତେ ତାକୁ ପାଇଁ ଠାକୁର ଗଛ ଲତା ପାଣି ପବନ ପଶୁ ପକ୍ଷୀ ଛେଳି ମେଣ୍ଢା ସମସ୍ତଙ୍କୁ ମୁଁ ଠାକୁର ବୋଲି ଭାବେ। ବାହାରେ ମାନେ ଓଡ଼ିଶା ବାହାରେ ରୁହନ୍ତି ସେଇଥିପାଇଁ କଥା କଥାକେ ହିନ୍ଦୀ ବାହାରି କହୁଛି। ହଉ ଆମ ଡେଜି କହିବା ଅନୁସାରେ ସେ କାହାରି ଘରକୁ ଯାଆନ୍ତିନି ଆଉ ଯୋଉ ତାକୁ ପଦ ପଇଲା ସେ ଘରକୁ ଲକ୍ଷ୍ମୀ ଆସିଲେ ବୋଲି ଜାଣେ। ତମ ବାପା ବୋଉକୁ ମୋ ଭାଇ ବାବଦରେ ଜଣେଇଲେ କଣ କହିଲ? ତମ ବାପାଙ୍କ ଭଳି ମୋ ଭାଇ ସାମ୍ନାରେ ଶହ ଶହ ବ୍ରାହ୍ମଣ ବୈଷ୍ଣବ ଲବ ଲବ ବସେଇକି ମୁଣ୍ଡିଆ କରନ୍ତି, ପାଦ ଧରି ବି ନିଅନ୍ତି। ଛାଡ଼ ସେ କଥା। ଆଚ୍ଛା ମା, ଘର ଭିତରକୁ ଯୋଉ ପୁଅ ଝିଅ ଦିଟା ପଶିଗଲେ ସେମାନେ କିଏ? ଗୀତା, ତୋ ନଣନ୍ଦ ଗୀତା। ଆଉ ତା ସାଙ୍ଗରେ ତା ସାଙ୍ଗ ଭାଗବତ ଗୋଷ୍ଠୀକ ପୁରୀର ବ୍ରାହ୍ମଣଙ୍କର ପୁଅ ଶାନ୍ତ ଶିଷ୍ଟ ସୁଧାର ଗୀତା ବର୍ଷ ଯେତିକି ସନ୍ତୁଳନ ପଡ଼ିଛି ସେ କଣ ଜାତୀୟ ଜାତି ନ ବୁଝି ତା ସାଙ୍ଗ ହବ? ଭାଇକି ଘର ଭିତରକୁ ନେଇଯା, ପନ୍ଦର ଚର୍ଚ୍ଚା କର, ଜାତି ତାଙ୍କୁ ବସେଇକି ତ ଖାଇବା ପିଇବା ବ୍ୟବସ୍ଥା କରିବୁ। ଭାଇ ତମେ আসছো মানে ମୋ ଘରେ ଅତି କମ 10 ଦିନ ରହିବ, ତାପରେ ଯାଇ ଯିବ। ମାସେ ରହିବି। ତମ ଘରେ ଠାକୁର ବାଡ଼ି ଅଛି, ଠାକୁର ଅଛନ୍ତି, ଠାକୁର ପୂଜା କରିବି, ଚୁଡ଼ା ଗୁଡ଼ା ଦେଖିବି, ପେଟ ପୁରିବ, ମନ ବୁଝିଯିବ, ତାପରେ ଯିବି। 5-6 ମାସ ରହିଲେ କି ମନା କରିବ? ଦିଦି ମୋର କିନ୍ତୁ ଏବେ ବହୁତ ମନ ଦୁଃଖ ଥିଲା। ତମ ବାପା ଆମ ଭୋଜିରେ ସବୁ ଟଙ୍କା ଖର୍ଚ୍ଚ କଲେ କିନ୍ତୁ ଆସିପାରିଲେନି। ଏଇ କଥା ଶୁଣିଲା ପରେ ମୋ ମନ ବହୁତ ଦୁଃଖ ହୋଇଥିଲା। ଯେତେବେଳେ ତମ ପାଖକୁ ଶୁଣି ତ ଭାଇ ଆସିଛନ୍ତି ପୁଣି ସେ ଆଶ୍ରମରେ ରୁହନ୍ତି, ଏହି କଥାଟା ଶୁଣିଲା ପରେ ମୁଁ ପୁରା ଆପଣଙ୍କୁ ପାଛ ଦିଆକୁ ଅଧବାଟ ପର୍ଯ୍ୟନ୍ତ ଦୌଡ଼ିଗଲି। ଏବେ ବି ସେମିତି ଦୌଡ଼ି ଯା। କୁଆଡ଼େ? 3 ପ୍ଲେଟ୍ ଚିକେନ ପକୋଡା, 3ଟା 8 PM ପାଟ, ତା ସହିତ ଓଦା ଚଣା ଆଉ ରସୁଣ ଆଚାର ଟିକେ ଆଣିବ। କଳା ଜରିରେ ଲୁଚେଇକି ଆଣିବ, ତମ ବାପା ମା ଯେମିତି ନ ଦେଖିପାରିବେ। ଚିକେନ ପକୋଡ଼ା ମଦ ତମ ସାଧୁ ଗୋସାଇ ଭାଇ ରାମ 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 ଶୁଣ ପରସ୍ପର ମୁଁ ଖାଇବି ଚିକେନ ପକୋଡା ମୁଁ ଖାଇବି, ମଦ ବି ମୁଁ ପିଇବି। 3 ଦିନ ହେଲାଣି ମଦ ମଦ ଦେଖିବାର ସୁଯୋଗ ବି ମିଳୁନି। ସବୁବେଳେ ସକାଳୁ ଉଠିବ ମାନେ ଅରୁଆ ଭାତକୁ ଡାଲମା ତା ସହିତ ନଡ଼ିଆ ରାଇ। ତମେ କଣ କହୁଛ? ଆରେ ଏ ଘରେ ଚଳେ ନାହିଁ ସବୁ। ଆଗରୁ ଭଲ ଥିଲା, ଆମାଜନର କୁର୍ବାନୀ ପରେ ପିଲା କାଟିକି ଯିବ। ଭାଇ ଧୀରେ ଧୀରେ ଯାହା କରିବା ଧୀରେ 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 ଗୀତ ଗୋବିନ୍ଦ ଆଉ ଭାଗବତ ଶୁଭୁଥିବା ଏ ଘର ଅଗଣାଟାକୁ ଆମେ କ୍ୟାଣ୍ଡେଲ ଲାଇଟରେ କ୍ଲବ ବନେଇବା। ଆଉ ତାପରେ ଚିକେନ ପକୋଡା ଆଉ ମଟନ ବିରିୟାନୀ ଖାଇବା ଖୁଏଇବା। और हिंदू कथन मन को ए करो में मुसलमान बनेब, अखिल होले भी कभी ए देश मुसलमान देश बनेब। दिदी पैसा तो नहीं ना बोले जो माटी को तुम ठिया आइछ ए माटी ए खंड मंडल लोकमान पाई देवभूमि मो परिवार लोकमान पाई तीर्थभूमि। तुम जानिछ ମୋ ବାପା ଠାକୁର ପୂଜା କଲାବେଳେ ମୁଁ ଯେତେବେଳେ ତାଙ୍କ ପାଖରେ ହାତ ଧରି ବସିଥାଏ ମୁଁ କାହାକୁ ଠାକୁର ବୋଲି ଭାବୁଥାଏ ତମେ ଜାଣିଛ? ମୋ ବାପାଙ୍କୁ କାଠ ପଥର ଠାକୁରକୁ ସେଇ ପୂଜା କରନ୍ତି, ହେଲେ ତାଙ୍କ ଭଳି ଜିଅନ୍ତା ଠାକୁରକୁ ମୁଁ ପୂଜା କରେ। ତମେ ଘରକୁ ଆସିଲା ଦିନ ତମ ପ୍ରଥମ ଭୁଲକୁ ମୁଁ କ୍ଷମା କରିଦେଲି। ଆଗକୁ ଯିବାକୁ କହୁଛି ତମେ ଏଠୁ ଚିକେନ ଆଣିବ, ମଦ ଆଣିବ, ମୁଁ ଚୁପ୍ ରହିବି ଆଉ ତମକୁ ଭରଣ କରିବିନି। ମୁଁ ଦେଖୁଛି ମୋ ଭଉଣୀ ଶାଶୁ ଘରକୁ ଆସିଲା ପରେ ତା ରାଗସ୍ୱ ଆଉ ନାହିଁ, ନା କମିଗଲାଣି। ତା ନହେଲେ ଝିଅ ଯେମିତିକା ପିଲା ତା ଆଗରେ କି ଏତେ ଜୋରେ କଥା କହିବ, ସେ ରାଗି ଦେବା କଥା।
ମଝିରେ ଶୁଣୁ ବାବା ସଂସାର ରଥକୁ ଆଗକୁ ପେଲିବାକୁ ହେଲେ ମଝିରେ ମଝିରେ ସ୍ତ୍ରୀ କଥା ମାନିବାକୁ ପଡ଼ିବ। स्त्री ହଁ ସ୍ତ୍ରୀ ଏ ତମରି ସ୍ତ୍ରୀ अच्छा तुम कोर्स करे पर बुक किसको पहले पहले आवा नहीं कि मद्रास में बसेगा ठंडा कर बसे तारी आसपास तमाने तुम्हें क्या मुसलमान ও মুসলমান কট্টর মুসলমান হেলে আমার ভাইটি ଅଧିକା তাহলে এদিকে বিধি বৈদ্যুতিক রমেণ সেটা সেটা কারণ বাপা মা যে গুণর সে কারণে বেশি আছেন তাকে এগুলো পুই থাকে হ্যাঁ बेजी बहन ठीक कथा कहिछि और बेजी बहन मते आगुरु कहिथिला कि जदि ब्राह्मण बेचना नाही आसीबी तालबे घरे पड़ेबे स्नान जेतु कानु कानु गला ता सीधा राम मंदिर छक को देश किनिला धोती मोठा किनिला सीता मारिला तार परे एदिके आसिया लागि नाना गुणावे तुम भाग्य ভালো तुम आशीर्वाद खबर मो बापा बो जाने जानते যেতে শীঘ্র পর চৌরি চলে যাও ও বাবু সবরে তোমার প্রথম মুখ ক্ষমা করতে দি আগু যুবক বাপা বাবুকে নজরি এ ঘরে মু কবর পানি পকাই দেবি আর ফেল নাইকে যাও উচিত बेजी बहन उस सप्तर सन अस्तुरी टंकार तेरा से किणकी तो घर को केते सहदारे आसीते से तो पानी ना पड़िबो তবে গো না না তবে গো মোর চতুর্থী হব অষ্টমঙ্গলা হব 16 মঙ্গলা হব 32 মঙ্গলা হব केते मंगला अछि কেজানি ମୁଁ ବି ଜାଣିନି ଏ କଥା କଥାକେ ମଫୁ ମୂର୍ଖ ମାନେ କୁହନ୍ତିନି ବାପା ନଥିଲେ ଭାଇ ମା ନଥିଲେ ଦେ ବାପା ତ ଥିଲେ ରେ ଆମ ଘର ତରଫରୁ ତମକୁ ଛାଡ଼ିଦେଲେ ଆଉ କିଏ ଅଛି କହିଲ ନା 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 ତମେ ଯିବନି ନା ଅତି କମରେ ମୋ ଘରେ 10-15 ଦିନ ରହିବ ତାପରେ ଯାଇଛି দশরা নিঃশ্বাস বি রই পারিবনি আগু যুবক যাও উচিত বাবাঙ্গরে বর্ষ বর্ষ তপস্যা ফলকু মো এমতি মাঝে বি খেল দেবিনি बेजी बहन मारिबी মারনা তবে ମୋ ବଡ଼ ଭାଇ ମାନେ ତାକୁ ବି ବଡ଼ ଭାଇ ଦି ଚାରି ଚପଡ଼ା ପକେଇବ ପିଆଜ ओके तो করা গেল মারিব মারিব তুমি मारिबी ভাই 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 খাও খাও ये कानो बड़ा दोस्त होगिला ସେ ମନେ ମନେ ଭାବି କରନ୍ତି ଇଏ ମତେ କୋଉ ଅଧିକାର ନାହିଁ ସତ କଥା ତାଙ୍କୁ ମାରିବାର ଅଧିକାର ତମେ ବା ପାଇବ କୋଉଠୁ ତେଣୁ ତାଙ୍କୁ ମୁଁ ମାରେ କଣ ବେଶୀ ଅଧିକାର ଯେତେ ହେଲେ ସ୍ତ୍ରୀ ନା দেখি তুমি ହାତରେ ମାରିଲେ ମନେ ରହିବନି ଜୋତାରେ ମାରିଲେ ମନେ କାହିଁକି ନା ଜୋତାର ଇମ୍ପୋର୍ଟାନ୍ସଟା ୟାଙ୍କ ଘରେ ବହୁତ ଅଧିକ দেখি তুমি কোন কোন বুঝি পারছো তো তাহলে ଆମେ କ୍ଲବରେ ସମସ୍ତେ ମଦ ପିଇଲା ବେଳେ ମ୍ୟାଡାମ ମତେ କଣ ପଚାର ତୁ ବାହା ହେଇସାରିଲା ପରେ ହଁ। ତୋ ସ୍ୱାମୀକୁ ତୁ କେମିତି ଭକ୍ତି କରୁ ତା ସାମ୍ନାରେ ଠିଆ ହେଇ ତୁ କେମିତି ପ୍ରାର୍ଥନା କରୁ ଏ ଦେଖ ମୁଁ କେମିତି ଭକ୍ତି କରୁଛି କେମିତି ପ୍ରାର୍ଥନା କରୁ हां केमिति प्रार्थना करछु करू देख ତମେ ହିଁ ସ୍ୱର୍ଗ ମୋର ତମେ ଦେବତା ମୋର ତମେ ହିଁ ଶଙ୍ଖା ତମେ ହିଁ ସିନ୍ଦୁର ଖାଲି ସେ କପଡ଼ା ଖୋଲୁଛି ଯିଏ ଗୀତରେ ତ ସବୁ ମାରି ମୁହଁ ଫଟେଇ ତମେ ତାକୁ ଏମିତି ଖାଇକି ମାରୁଛ ସେମାନେ ତମ ସ୍ୱାମୀ 7 ବର୍ଷ 8 ଦିନକୁ ସାକ୍ଷୀ ରଖି ଅଗ୍ନି ବ୍ରାହ୍ମଣକୁ ସାକ୍ଷୀ ରଖି ତମେ ପରା ତାଙ୍କୁ ବାହା ହେଇଛ ସ୍ୱାମୀ ବା ଇହ କାଳ ପର କାଳର ଦେବତା ତାଙ୍କ ପାଦ ସେବା କରିବା ସ୍ତ୍ରୀର ଧର୍ମ ତମେ କଣ ଦେଖିନ ଜଗତ ଜନନୀ ମା ଲକ୍ଷ୍ମୀ କେମିତି ନାରାୟଣଙ୍କ ପାଦ ସେବା କରୁଥିଲେ ये की बेजी बहन प्रथम देखानु ए कानपुर कुलकुल करी बगाई नाही ଓ ତମେ ତାହେଲେ ସେ ଖ୍ରୀଷ୍ଟିଆନ ଲେଡି ସିଏ ଘରର ମୁରବୀ ମଙ୍ଗଳଙ୍କ ମୁହଁରେ କଳା ପଡ଼ିଛି ଏ ତମ ଧର୍ମର ଲୋକମାନେ ପରା 6 ମାସରେ ସ୍ୱାମୀ ବଦଳାନ୍ତି ଏଠି ଭାଷଣ ଦେବା ପାଇଁ କୁଆଡ଼େ ହେଇଯିବେ ସୋନୁ ରାଗିଲ କାଟିଲା ଏଠି କଲଚର ସ୍ୱାମୀ ସ୍ତ୍ରୀ ଭିତରେ ଯେତେ ଝଗଡ଼ା ହେଲେ ବି ଯେତେ ମାରୁଗ ହେଲେ ବି କେହି ଗାଡ଼ିକୁ ଛାଡ଼ିକି ଯାଆନ୍ତିନି ଏଗୁଡ଼ା ତ ଏକାବେଳେ ଗୁଡ଼ାଏ ବୟଫ୍ରେଣ୍ଡ ଅଛନ୍ତି ଏ ବାପା ଭିତରେ ଭିତରେ ମୋ ସୋନୁ ଉପରେ ଆଖି ପକେଇଛୁ ସୋନୁ ତ ତୁ ଷ୍ଟ୍ରେସ୍ ମଧ୍ୟ ହଉ କି ରାଗ ରୁଷାରେ ହଉ କଣ ଟିକେ ବୋଉ କହିଲେ କଣ ଦୌଡ଼ି
ନାଇଁ ନାଇଁ ସେମିତି ଚରିତ୍ର ପୁରୁଷ ମୁଁ ନୁହଁ ଛୁଆ ମୋଡ଼ା ତମ ପୁରୁଷ ମାନଙ୍କୁ ମୁଁ ଠିକ ଜାଣିଛି ଜଣଙ୍କ ହାତ ଧରିବ ଆଉ ଜଣଙ୍କ ସହିତ ପାଦରେ ପାଦ ମିଶେଇ ପାଠ ଚାଲିବ ତମେ ଫରେନ୍ ଲେଡି ଗାଈ ମରଛ ନାଇଁ ନାଇଁ ସେ ଆମ ଘରୁ ବାହାରି ଯାଇଛି ଦୌଡ଼ି ଆଉଛି କଣ ପିଟିରିଆ ଥିବ କଣ ପିତିରି ଆସିବ ହଁ ସତ କାହିଁକି ସତ କୁହ ସେଠି କାହିଁକି ଆସିବ ଏଠି? ଆମ ସ୍ୱାମୀ ସ୍ତ୍ରୀ ଭିତରେ ସେ କାହିଁକି ବସିଲା ଆରେ ମୋ କଥା ଟିକେ ছেজি থাকো খাইতে পারছো ছেজি स्कूटी के ढीला तो टिकट पर सपट हले जूता खोली की पिट्टी মা ইয়েছি ওড়িশারে নষ্টিক ব্রাহ্মণ ঘর বউ স্বামী মান করে এতি ছোটারে পিদতি স্বামী মা ইহো কাল পর খায়র দেবতা राम ना पछरे गोड़े की बनवास चली जीवी ए चुप कर मां मु तो चुप करली की तमे टिके बजार को जाओ मो पई চিকেন পকোড়া মতো আনিয়ে আর বলছি না করবা চিকেন পকোড়া মদ মা ইয়েছি ওড়িশারে নষ্টিক ব্রাহ্মণ ঘর অগণাকো চিকেন মটন করে আসিবারে মদবি আসিবারে तो पाखरे देबो दिला एक तो बापा बोलता आगुर कोई नथिले आ से माने केनी जानिले मु तो छोट को चाकर चाकरानी पाखे बड़ हेली स्कूल कॉलेज रे पढ़ी पढ़ला बेले हॉस्टल वार्डन को पाखे बड़ हेली से माने केमती जानिले मु कोन खाइली न खाइली कोन पीली मोरो चिकन पकोड़ा दरकार मोरो चिकन पकोड़ा दरकार চিকেন পকোড়া ঘরକୁ ଆସିପାରିବନି तो पाड़िबो ଆଉ ଟିକେ ঠাকুর বাবা তো শ্বশুর গুরুধর মারকু এতে অসমান্ত করতিনি শ্বশুর হচ্ছে বাবাকে বদলে বাবা শাশু হচ্ছে মাকে বদলে মা তাকে এমনি অসমান্ত করিবা উচিত নয় তো বাবা ঘর তো পাই জন্ম বেটি হেলে তো শাশু ঘর তো পাই সীমা দিল মাইলু ଥଣ୍ଡା কোন ପ୍ରବଳ ମାଇଲୁ କାଇଁ ମାଇଲୁ ଏଇଆକୁ ନା मते मारिबार अधिकार तोते देला के बे 나를 보마 뭐 그러나 그리부터는 나라니 लक्ष्मी ये लक्ष्मी ये लक्ष्मी कमर्शियल चापिंगा बड़ खानदान ठाकुर बाड़ी ଆଉ ତମେ ସେ ଘର ଓଡ଼ିଆ କୁଳିନ ଘରର ବୋହୂ ହେଲେ ଇଏ ମୋ ପତର କୁଳିଆର ମହାଲକ୍ଷ୍ମୀ ଯେ ସାତ ସମୁଦ୍ର ତେର ନଈ ଏଠି ଆମ ଓଡ଼ିଶାକୁ ଆସି ଆମ ଧର୍ମ ଆମ ସଂସ୍କୃତି ଆମ ପରମ୍ପରାକୁ ମୋ ନିଜରେ ମୁଣ୍ଡେଇଛି ସକାଳେ ଗୀତା ସନ୍ଧ୍ୟାରେ ଭାଗବତ ପଢ଼ି ଆମ ଜଗନ୍ନାଥଙ୍କୁ ପାଗଳ କରି ଭଲ ପାଉଛି ତମେ ସାତ ଥର ମାରି ଜନ୍ମ ହେଲେ ବି ମୋ କୃଷ୍ଣ ପ୍ରିୟ ପରି କେବେ ବି ହେଇପାରିବନି ଥାଉ ଖାନୁ ମୋ ବିଷୟରେ ଅଧିକା କିଛି କହିବା ଦରକାର ନାହିଁ ତମେ ଖାଲି ଜଗନ୍ନାଥଙ୍କୁ ପ୍ରାର୍ଥନା କର ସେ ଯେମିତି ଯେଜିକି ସଦ୍ବୁଦ୍ଧି ଦିଅନ୍ତୁ ସେ ସତକୁ ସତ ଯେମିତି ଏ ଘରର କୂଳବଦ୍ଧ ପାଲଟି ଯାଉ अरे बारंबार मना करा पत्र काहे के चले सुनो और कबे कौन से दिन ए घर माटी बाड़ी बोली चलो मुझसे चलो कौची Akida bonde que trabajo. Gente que me hizo la ya como gordo na yestele. Se miró la benki pito. Tome ঘর বহু ভাই সহ্য। Hello jo ke lo. Osamor tabi. Thank you bloody तोरे तो बरसात तुम पापा को पर हाथ उठाओ हाँ के हाथ उठाई
ସକାଳ ସନ୍ଧ୍ୟା ଜଗତର କଲ୍ୟାଣ ହବ ବୋଲି ଠାକୁରଙ୍କ ପାଖରେ ଗୁହାରି କରନ୍ତି। ତୁ ତା ଉପରକୁ ହାତ ଉଠେଇବୁ। ଦେଢ଼ଶୁର ଭାଇ ବୋଉ କିଛି ମାନିବି, ତୋ ହାତ ଦୁଇଟାକୁ ଭାଙ୍ଗି ଦେବି। ଓକେ ଓକେ, ମୁଁ ତ ତାକୁ ମାରିପାରିବିନି, ମାରିବା ଦରକାର ବି ନାହିଁ। ମୁଁ ଏବେ ଏଇ ମୁହୂର୍ତ୍ତରେ ପୋଲିସ ଷ୍ଟେସନ ଯିବି। ମୁଁ ମୋ ସ୍ୱାମୀଙ୍କୁ ପଚାରିବି, ସୋନୁ ଚୁପ୍ ରହିବି? ହଁ ରେ ଝି, ତମେ ଚୁପ୍ ହୋଇଯାଅ। ମୁଁ ତୁମକୁ ହାତ ତୁଲି ଅନୁରୋଧ କରୁଛି, ଏ ଘର ମାନ ସମ୍ମାନ ଇଜ୍ଜତକୁ ତୁମେ ବାହାରକୁ ଫୋପାଡ଼ି ଦିଅନି। ତାହେଲେ ମୋ ସର୍ତ୍ତ ତମକୁ ମାନିବାକୁ ହବ। ମୋର ଏବେ ଏଇ ମୁହୂର୍ତ୍ତରେ ଚିକେନ ପକୋଡା ଆଉ ମଦ ଦରକାର। ସେଇଟା ପୁଣି ମୋ ଶ୍ୱଶୁର ଆଣିବେ। ଚୁପ୍ କର। ଆମ ଘର କଥା ମୁଣ୍ଡ ଖେଳିବାକୁ ତୁ କିଏ? ତୁ ଗୋଟେ ବାହାର ଲୋକ, ତୋର ଜାତି ଗୋତ୍ର ନାହିଁ। ଖ୍ରୀଷ୍ଟିଆନକୁ ବାହା ହେଇ ତୁ ତୋ ଧର୍ମ ହରେଇଛୁ। ଆମ ଘର କଥା ମୁଣ୍ଡ ନ ଖେଳେଇ ସେ ବାହାର ଘରକୁ ଚାଲିଯା। ତୋ ସ୍ତ୍ରୀକୁ ନେଇ ନାଶ କରିବୁ ଯା। ତା ନହେଲେ ମୁଁ ପୋଲିସ ଷ୍ଟେସନ ଯିବି। ଓଡ଼ିଆ ଘର କୁଳବୋଧ ମାନେ ଚିକେନ ମଟନ ଖାକିନି ଭଉଣୀ। তুমি চৌ ঘরে বউ হয়েছ, এটু সকালটু সঞ্জ যায় ঠাকুর বাড়ি, ঠাকুর সেবা কিনা ভাগবত পড়িব, তুম কপুরে এই ঘরটা মহকি উঠিবা, সে সবকু তুমি নষ্ট করে দিওনি ভৌণী। চিকেন মটন না খাইলে ମୁଁ ଫିଟଫାଟ ରହିବି କେମିତି? ଭଗବାନଙ୍କ ସୃଷ୍ଟି ମଣିଷ ଏକ ଶାକାହାରୀ ଜୀବ। ଆମିଷ ଭକ୍ଷଣ କଲେ ଦେହରେ ରୋଗ ତିଆରି ହୁଏ, ସେ ପଶୁ ପାଲଟି ଯାଏ, ସେ ଅମଣିଷ ହେଇଯାଏ। ବାସ୍ ବହୁତ ହେଇଗଲା। ଏସବୁ ଶୁଣିବା ପାଇଁ ମୋ ପାଖରେ ଆଉ ପେସେନ୍ସ ନାହିଁ। ଶୁଣୁ, ତମ ବାପାଙ୍କୁ ପଚାର, ସିଏ ମୋ ପାଇଁ ଚିକେନ ମଦ ଆଣିବାକୁ ଯିବେ ନା ନାହିଁ। ତା ନହେଲେ ମୁଁ ପୋଲିସ ଷ୍ଟେସନ ଯିବି ଆଉ ସମସ୍ତଙ୍କ ନାଁରେ ମୁଁ ଏଫଆଇଆର ଦେବି। ଅପେକ୍ଷା କରି 30 ମିନିଟ୍ ଭିତରେ ଏସବୁ ପ୍ଲେଟରେ ସଜାଇ ମୋ ବେଡରୁମରେ ପହଞ୍ଚିଯିବା ଦରକାର। ଓନ୍ଲି 30 ମିନିଟ୍। ମୁଁ ମୋ ନିଜ ଇଚ୍ଛାରେ ବାହା ହେବି। ତମେ ମାନେ ଯୋଉ ଠିକ କଲ, ଯାହାକୁ ଠିକ କଲ, ମୁଁ ତାକୁ ବାହା ହେବି। ତାହାର ତମମାନଙ୍କ ପ୍ରତି ଅତ୍ୟାଚାରକୁ ମୋ ହାତ ଘର ପାଉନି କି ବୁଦ୍ଧି ବି ପାଉନି। ତମେ ତ ସାରା ଜୀବନ ଜଗନ୍ନାଥକୁ ଡାକି ଆସିଲ। ଜଗନ୍ନାଥ ତମ ପାଇଁ କଥା କୁହା ଠାକୁର। ତମେ ଡାକିଲେ ତମ କଥାକୁ ସେ କାନ ଦେଇକି ଶୁଣନ୍ତି। ଆଉ ତମେ କଥାକୁ ଦେଖି କୁହ, ମୋ ସାକ୍ଷୀ ଚକା ଆଖି। ସେଇ ଚକା ଆଖିକି କୁହ, ଏ ବିପଦରୁ ସେ ହିଁ ତମକୁ ଉଦ୍ଧାର କରିବେ ସେ। ମୋ ସାଥୀ ଚକା ଆଖି, ମୋ ସାଥୀ ଚକା ଆଖି। ତମେ କଣ ଏଗୁଡାକ ସବୁ ଆଣିପାରିବ? ସେ ଦୋକାନ ଆଗରେ ଠିଆ ହେଇ କଣ କହିବ ତମେ? ତମକୁ ତ ଏ ଖଣ୍ଡମଣ୍ଡଳରେ ସମସ୍ତେ ଚିହ୍ନିଛନ୍ତି, କେମିତି ମାଗିବ ଏସବୁ? ମୁଁ ଯିବି, ବୁଝି ନେଇ ଆସିବି। ମୁଁ ତ ଗୋଟେ ଅଜାତିଆ। ମହାପ୍ରସାଦ ବଦମାଂସ ମୋ ପାଇଁ କେବଳ ଭୋକର ଠିକଣା। ଜାଣିଛ ବୋଉ, କାଲି ଯାଇ ପାଖ ହୋଟେଲରେ ଖାଇବାକୁ ମାଗିଲି। ସେ ହୋଟେଲ ବାଲା ଦୟାକରି ମତେ ଗଣ୍ଡେ ଖାଇବାକୁ ଦେଲା। ସେ ଖାଇବା ଧରି ମୁଁ ଖୁସି ମନରେ ଘରକୁ ଫେରିଲି। କୃଷ୍ଣପ୍ରିୟା ମୁଁ ବହୁତ ଆନନ୍ଦରେ ତାକୁ ଖାଇବାକୁ ବସେଇଲି। ସେ ତରକାରୀରୁ
ମାଛ କଣ୍ଟା ବାହାରିଲା। ମୋତେ ଆଉ ଭୋକ ହଉନି ବାବା। ମୋତେ ଯେତେବେଳେ ଭୋକ ଲାଗୁଛି ମୁଁ ଗୀତା ଭାଗବତ ପଢ଼ିବାକୁ ବସି ପଡ଼ୁଛି। ମୋତେ ଭୋକ ଶୋଷ କିଛି ବି ଲାଗୁନି। ଗୀତା ଭାଗବତ ପଢ଼ିଲେ ଯେ ଭୋକ ମରିଯାଏ ସେ କଥା ପ୍ରମାଣ ଆଜି ମୁଁ ପାଇ ସାରିଛି। ଆଜିଠାରୁ ମୁଁ ତମମାନଙ୍କ ପାଇଁ ଯୋଉ କାମ କରିବି ସେଥିପାଇଁ ମଜୁରୀ ନେବି। ବାବାଙ୍କ ତରଫରୁ ମୁଁ ଯେ ଚିକେନ ନେଇ ଆସିବ ତମ ବୋହୂକୁ ଦେବି, ସେଥିପାଇଁ ତୁ ମତେ ମଜୁରୀ ଦବୁ। ମଜୁରୀ? ଆଉ ସେ ମଜୁରୀଟା ହେଲା ଆମ ଦି ଜଣଙ୍କ ପେଟ ପୁରିବା ପର୍ଯ୍ୟନ୍ତ ତୁ ଆମକୁ କ୍ଷୀରି ଖେଚୁଡ଼ି ଖାଇବାକୁ ଦବୁ। ସତ କହୁଛି ତ ବୋଉ, ତୁ ସେପଟେ କ୍ଷୀରି ଖେଚୁଡ଼ି ରାନ୍ଧିଲେ ତା ବାସ୍ନାରେ ମୁଁ ଏପଟେ ପାଗଳ ହେଇଯାଏ। ମୁଁ ନାଇଁ 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 ମୋ ଘରକୁ ମଦ ମାଂସ ଆସିପାରିବନି। ମୋ ଠାକୁରଙ୍କୁ ମୁଁ କେବେ ଅପବିତ୍ର ହବାକୁ ଦେବିନି। ମୁଁ ଯୋଉ କାହା ଗୀତ ନିଜେ ଘରକୁ ରବି ସେ ନିଷ୍ପତ୍ତି ନଉ କଣ କରିବା କଣ ନ କରିବା, କଣ ହବ କଣ ନ ହବ। ଏ ଘରଟା ଏ ଦୁନିଆଟା ଏ ସଂସାରଟା ଆଉ ମୁଁ ନିଜେ ବି ତାର ମୋ ଘରକୁ ମଦ ମାଂସ ଆସିପାରିବନି। ଯଦି ମୋ ଘରକୁ ମଦ ମାଂସ ଆସେ ତାହେଲେ ତୋ ଦୁଆରେ ମୁଁ ଆଉ ସଂଯମତି ଜାଣିବିନି ଚଟାକି। ତୋ ପାଇଁ ମୁଁ ଆଉ ମାୟା ବୁଝିବିନି। ମୁଁ ଆଉ କ୍ଷୀରି ଖେଚେଡ଼ି ରାନ୍ଧିବିନି। ଭାବିଲେ ବି ତୁ ହଉଛୁ ଗୋଟେ କାଠ କଣ୍ଢେଇ। ସାରା ଦୁନିଆକୁ ତୁ ଖାଲି ବଣ୍ଟେଇ ଚାଲିଛୁ। ମୋ ଜୀବନ ଦେବାକୁ ପ୍ରସ୍ତୁତ ଅଛି କୃଷ୍ଣପ୍ରିୟା। ଏଠି ଆମ ଓଡ଼ିଶାରେ ଜଗନ୍ନାଥଙ୍କୁ ନେଇ ଅନେକ ଅଘଟଣ ଘଟିଛି। ଅନେକ ଥର ସେ ଲୁଚିଛନ୍ତି, ଅନେକ ଥର ବି ପାତାଳି ହେଇଛନ୍ତି। ତାଙ୍କର କିଛି କେହି ବି ତାଙ୍କର କିଛି କରିପାରି ନାହାନ୍ତି। ଆଉ ତମେ ଯଦି ସତରେ ବଡ଼ ଠାକୁର ହେଇଥିବ ନିଜର ବଡ଼ ତମେ ନିଜେ ରକ୍ଷା କର ଠାକୁରେ। ମୁଁ ଛାଡ଼ ମଣିଷ ମାତର ତତେ ହିଁ ତୁହି ରକ୍ଷା କର। মতে যেতে মতে যেতে ভাই যা করো ভাই বলছি ভাই ভাই কইলে পড়ে না পড়ে না সে কইবো কি বললে মতো কইবো जीत बाजाए कभी तले थीबी जीत बाजाए कभी तले थीबी मोर साथी चौपाके मोर साथी चौपाके मोर साथी
मुसाफिर जो साथी वो साथी